ଶ୍ରୀଜଗନ୍ନାଥଙ୍କ ତତ୍ବିଚାର। ଓଡ଼ିଶା ଜଗନ୍ନାଥଙ୍କ ଦେଶ। ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ସଂସ୍କୃତି, ସାହିତ୍ୟ, ଧର୍ମ ବିଶେଷ, ଆଚାର ବିଚାରର ବିକାଶ ଘଟିଛି। ଜଗନ୍ନାଥଙ୍କୁ ବାଦ ଦେଇ କୌଣସି ଅନୁଷ୍ଠାନର ପରିକଳ୍ପନା କରାଯାଇପାରେନା, କାରଣ ସେ ଲୋକଙ୍କର ଦେବତା। ଜଗନ୍ନାଥଙ୍କ ପାଖରେ କିଛି ଭେଦଭାବ ସ୍ୱୀକାର କରାଯାଏ ନାହିଁ। ସେ ସାମନ୍ତ ବ୍ରାହ୍ମଣର ଦେବତା, ପୁଣି ଚଣ୍ଡାଳର ଦେବତା। ଭଗବାନ ସତ୍ୟଯୁଗରେ ବଦ୍ରିକାଶ୍ରମରେ ତପସ୍ୟା କରି ତପୋଭୂମି ରୂପେ ଏକ ଧାମ ପ୍ରତିଷ୍ଠା କଲେ। ତ୍ରେତୟା ଯୁଗରେ ସ୍ୱୟଂ ରାମଚନ୍ଦ୍ର ମହାଯଜ୍ଞରୁ ବାହାରି ରାମେଶ୍ୱରରେ ଶିବ ଓ ବିଷ୍ଣୁଙ୍କ ମିଶ୍ର ଯଜ୍ଞ କରି ସମନ୍ୱୟ ମତର ପ୍ରତିଷ୍ଠା କରି ଯଜ୍ଞ ସ୍ୱରୂପ ଯୁଗ ଧାମ ପ୍ରତିଷ୍ଠା କଲେ। ଦ୍ୱିପର ଯୁଗରେ ସ୍ୱୟଂ ଶ୍ରୀକୃଷ୍ଣ ରାଜତ୍ୱ କରି ସେବାଭାବର ପରାକାଷ୍ଠା ବଢ଼ାଇ ଦ୍ୱାରକାକୁ ସେବା ପୂଜାର ପ୍ରତୀକ ତୃତୀୟ ଯୁଗ ଧାମ ପ୍ରତିଷ୍ଠା କଲେ। କଳିରେ ସ୍ୱୟଂ ବ୍ରହ୍ମ ପୁରୁଷୋତ୍ତମ ଓଁକାର ବା ବ୍ରହ୍ମ ନାମର ପ୍ରତୀକ ରୂପରେ ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱୟଂ ପ୍ରକଟ ହୋଇ ନାମମୟ ଧାମର ପ୍ରତିଷ୍ଠା କଲେ। ଧାମ ବ୍ରହ୍ମେଣ ସ୍ଥାପିତମ୍ ଅର୍ଥାତ୍ ଚାରିଗୋଟି ମୁଖ୍ୟ ଧାମ ସାଧନ ମାର୍ଗ ଉପରେ ଆଧାରିତ ହୋଇଥିବାରୁ ଜଗତ ଗୁରୁ ଶଙ୍କର ଜ୍ୟୋତି, ଦ୍ୱାରକା, ସେତୁ ଶଙ୍କର ଓ ପୁରୀ ଏହି ଚାରି ଧାମ ପ୍ରତିଷ୍ଠା କଲେ। ମାର୍କଣ୍ଡେୟ ପୁରାଣରେ ପୁରୀର ପ୍ରାଚୀନ ନାମ ଅନ୍ତର୍ବେଦୀ। ମହାଭାରତର ବନପର୍ବରୁ ଅନ୍ତର୍ବେଦୀର ସୂଚନା ମିଳିଥାଏ। ଶ୍ରୀମଦ୍ଭଗବଦ୍ ଗୀତାର ପୁରୁଷୋତ୍ତମ ଯୁଗରେ ଏହା ପୁରୁଷୋତ୍ତମ କ୍ଷେତ୍ର ରୂପେ ପରିଚିତ। ବ୍ରହ୍ମ ପୁରାଣରେ ପୁରୀକୁ ପୁରୁଷୋତ୍ତମ କ୍ଷେତ୍ର ଭାବରେ ଅଭିହିତ କରାଯାଇଛି। ସ୍କନ୍ଧ ପୁରାଣ ପୃଷ୍ଠାରେ ପୁରୀ ଶଙ୍ଖାକାର ହୋଇଥିବାର ଶଙ୍ଖକ୍ଷେତ୍ର ନାମରେ ବର୍ଣ୍ଣନା କରାଯାଇଛି। ସେହି କ୍ଷେତ୍ରରେ ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ଥିବାର ପ୍ରମାଣ ଅଛି। ଦେବୀ ଭାଗବତ, କାଳିକା ପୁରାଣ, ନୀଳତନ୍ତ୍ର ଏହିଠାରେ ସୀତାଙ୍କ ପାଦ ପଡ଼ିଥିବାରୁ ଏହାକୁ ପାଦପୀଠ ବା ଉଡ୍ଡୀୟାନ ପୀଠ ନାମ ଦେଇ ବିମଳାଙ୍କ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି। ସ୍କନ୍ଧ ପୁରାଣ, ବାମଦେବ ସଂହିତା, କପିଳ ସଂହିତାରେ ଏଠାରେ ନୀଳ ପର୍ବତ ନାମକ ପବିତ୍ର ପର୍ବତ ଗୁହାଳରେ ପ୍ରଭୁ ପ୍ରଥମେ ବିରାଜିତ ଥିବାରୁ ଏହି କ୍ଷେତ୍ରକୁ ନୀଳାଦ୍ରି ନାମ ଦେଇଛନ୍ତି। ତେଣୁ ପୁରୀର ପ୍ରାଚୀନ ନାମ ପୁରୁଷୋତ୍ତମ କ୍ଷେତ୍ର। ଜୈନ ସାହିତ୍ୟରେ ମହାବୀରଙ୍କୁ ଜଗନ୍ନାଥ କୁହାଯାଇଛି। ବୌଦ୍ଧ ସାହିତ୍ୟରେ ବୁଦ୍ଧଦେବଙ୍କୁ ଜଗନ୍ନାଥ ରୂପେ ଅଭିହିତ କରାଯାଇଛି। ବୌଦ୍ଧ ଧର୍ମର ପ୍ରସିଦ୍ଧ ଗ୍ରନ୍ଥ ଜ୍ଞାନସିଦ୍ଧିରେ ଜଗନ୍ନାଥ ନାମ ରହିଛି। ବିଷ୍ଣୁ ପୁରାଣରେ କୃଷ୍ଣଙ୍କୁ, ମତ୍ସ୍ୟ ପୁରାଣରେ କାର୍ତ୍ତିକେୟଙ୍କୁ ଓ ସାରଳା ମହାଭାରତରେ କୃଷ୍ଣଙ୍କୁ ଜଗନ୍ନାଥ ରୂପେ ବର୍ଣ୍ଣନା କରାଯାଇଛି। ପୁରୀ ହେଉଛି ସର୍ବଧର୍ମ ସମନ୍ୱୟ ପୀଠ। ଭାରତବର୍ଷରେ ଧର୍ମ ବିଷୟରେ ଯେତେ ଆନ୍ଦୋଳନ ହୋଇଛି, ପରସ୍ପର ଭିତରେ ସଂଘର୍ଷ ହୋଇଛି, ପ୍ରତ୍ୟେକ ଧର୍ମ ମତର ସଂଘର୍ଷ ଯୁଗ ଯୁଗ ଧରି ଚାଲିଆସିଛି, ତାହାର ସମନ୍ୱୟ ପୀଠ ହେଉଛି ପୁରୀ। ତନ୍ତ୍ର ମତରେ ଜଗନ୍ନାଥ ହେଉଛନ୍ତି ଭୈରବ। ସର ଉପାସକମାନେ ଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପରେ ପୂଜା କରିଥାନ୍ତି। ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁନଃ ଜନ୍ମ ଧରାପୃଷ୍ଠରେ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଯୁଗେ ଯୁଗେ ବିଭିନ୍ନ ଧର୍ମର ଆଚାର୍ଯ୍ୟମାନେ ପୁରୀକୁ ଆଗମନ କରିଛନ୍ତି ନିଜର ମତ ପ୍ରଚାର କରିବା ପାଇଁ, କିନ୍ତୁ କାୟମନୋବାକ୍ୟରେ ସମସ୍ତେ ଏଠାରେ ନିଜ ମତର ପ୍ରତିଫଳନ ଅନୁଭବ କରିଛନ୍ତି। ଅର୍ଥାତ୍ ସେ ଯାହା କହିବାକୁ ଆସିଥିଲେ, ଏହି ସମନ୍ୱୟ ପୀଠରେ ବହୁ ଆଗରୁ ତାହା ଜଗନ୍ନାଥ କ୍ଷେତ୍ରରେ ପ୍ରଚଳିତ ରହିଛି। ଶଙ୍କର, ରାମାନୁଜ, ରାମାନନ୍ଦ, ନିମ୍କ, ବିଷ୍ଣୁସ୍ୱାମୀ, ଶ୍ରୀଚୈତନ୍ୟ, ନାନକ ପ୍ରଭୃତି ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଆକର୍ଷିତ ହୋଇ ଧର୍ମ ପ୍ରଚାର ନିମନ୍ତେ ସମୟକ୍ରମେ ପୁରୀକୁ ଆଗମନ କରିଛନ୍ତି ଓ ମଠ ସ୍ଥାପନ କରିଛନ୍ତି। ଜଗନ୍ନାଥ ହେଉଛନ୍ତି ଲୋକର ଦେବତା। ଜଗନ୍ନାଥ ତାଙ୍କ ପିତାମାତାଙ୍କୁ ଶ୍ରାଦ୍ଧ ଦିଅନ୍ତି। ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଶ୍ରାଦ୍ଧ ଅର୍ପଣ କରନ୍ତି। ଜଗନ୍ନାଥ ପ୍ରତି 12 ବର୍ଷରେ ନବକଳେବର ହୁଅନ୍ତି। ଦୈତା ସେବକ କୁଳ ତାଙ୍କର ଶୁଦ୍ଧିକ୍ରିୟା ପାଳନ କରିଥାନ୍ତି। ଶୀତଦିନେ ଗରମ ପୋଷାକ ପିନ୍ଧିଥାନ୍ତି। ଗ୍ରୀଷ୍ମ ଦିନେ ଜଳ କ୍ରୀଡ଼ା କରନ୍ତି ଓ ପ୍ରତ୍ୟେକ ଦିନ 60 ପୌଟି ରାଜକୀୟ ଭୋଗ ଅର୍ପଣ କରାଯାଇଥାଏ। କରପଲ୍ଲବ ନଥାଇ ସେ ଭୋଗ ଗ୍ରହଣ କରନ୍ତି। ପାଦ ନଥାଇ ବେଗଗାମୀ ହୁଅନ୍ତି। ଚକ୍ଷୁ ନଥାଇ ଜଗତ ଦେଖନ୍ତି। କର୍ଣ୍ଣ ନଥାଇ ସମସ୍ତଙ୍କ ପ୍ରାର୍ଥନା ଶୁଣିଥାନ୍ତି। ସେ ସମସ୍ତଙ୍କୁ ଜାଣନ୍ତି, କିନ୍ତୁ ତାଙ୍କୁ କେହି ଜାଣିପାରନ୍ତି ନାହିଁ। ଉପନିଷଦରେ ବ୍ରହ୍ମର ଏହି ଚିତ୍ର ଶ୍ରୀଜଗନ୍ନାଥଙ୍କ ସ୍ୱରୂପରେ ବିଦ୍ୟମାନ। ବିଶ୍ୱର ସକଳ ଧର୍ମଶାସ୍ତ୍ରର ସାର ତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ।
ଅଥଚ ଏହି ସଂସ୍କୃତି କୌଣସି ଧର୍ମଧାରାରେ ସୀମାବଦ୍ଧ ନୁହଁ। ଆଞ୍ଚଳିକ ସଂକୀର୍ଣ୍ଣତା ନାହିଁ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ ସେତୁ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାରିଗୋଟି ବର୍ଣ୍ଣ ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗର ନିଦର୍ଶନ। ଏହା ହିଁ ପ୍ରମାଣ କରିଥାଏ ଆମର ସାର୍ବଜନୀନ ସଂସ୍କୃତି ଓ ବିଶ୍ୱ ହିତୈଷୀ ସଂସ୍କୃତି। ପ୍ରେମ ଭକ୍ତି ବ୍ରହ୍ମ ଗୀତାରେ ବଳରାମ ଦାସ ଲେଖିଛନ୍ତି, ଦେଖ ଦେଖ ଏ ନୀଳାଚଳ, ସକଳ ତୀର୍ଥଙ୍କର ଆଳ, ଗୋପ ମଥୁରା ବୃନ୍ଦାବନ। ଦ୍ୱାରିକା ଆଦି ଯେତେ ସ୍ଥାନ, ସକଳ ଏହି ସ୍ଥାନ ପାଇ ଆବର କାଶୀ ମଧ୍ୟ ହୋଇ। କୋଟିଏ ତୀର୍ଥ ଏ କ୍ଷେତ୍ରରେ, ମହିମା କହିଲେ ନସରେ। ସାଧୁ ଚୈତନ୍ୟ ଦାସ ନିର୍ଗୁଣ ମହାତ୍ମ୍ୟରେ କହିଛନ୍ତି, ଶୁଖିଲା କାଠ ଦାରୁ ବ୍ରହ୍ମ, ତହିଁ ଅଛନ୍ତି ପରମ ବ୍ରହ୍ମ। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସଂସ୍କୃତି ହେଲେ ହେଁ କିଏ ସୃଜନଶୀଳତା ଓ ନମନୀୟତା ଯୋଗୁଁ ଏହା ନିତ୍ୟ ନୂତନ। ପରମ ସତ୍ୟାନ୍ୱେଷଣ ପ୍ରତି ଶ୍ରଦ୍ଧାଳୁତା ଏହାର ସରବ, ଉଦାରତା, ବ୍ୟାପକତା ଓ ବିଶାଳତା ଏହାର ଗୌରବ। ବିଶ୍ୱାତ୍ମଭାବ ଏହାର ବିଭବ ତଥା ଉନ୍ନତ ବ୍ୟକ୍ତିତ୍ୱ, ଆଦର୍ଶ ପରିବାର, ସମୃଦ୍ଧ ସମାଜ, ଘରବାଜଳ ରାଷ୍ଟ୍ର ଓ କଲ୍ୟାଣମୟ ବିଶ୍ୱ ଗଠନ ହିଁ ଏହାର ଆଭିମୁଖ୍ୟ। ସକଳ ଦାର୍ଶନିକ ଚିନ୍ତା ଓ ଚେତନାର ସମ୍ମିଶ୍ରଣ ଘଟି ସମନ୍ୱୟର ମହାଭାବ ସୃଷ୍ଟି ହୋଇଛି। ଜୟ ଜଗନ୍ନାଥ। କାହ୍ନୁ ଚରଣ ପାଣିଗ୍ରାହୀ। ସତ୍ୟବିହାର, ରସୁଲଗଡ଼, ଭୁବନେଶ୍ୱର। ଆପଣ ଶୀର୍ଷକ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ଏଭଳି ଦିବ୍ୟ ସିରିଜ୍, ଆଧ୍ୟାତ୍ମିକ, ପୌରାଣିକ, ସାହିତ୍ୟ, ଗଳ୍ପ, କବିତା ତଥା ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହି ଯାତ୍ରାରେ ସାମିଲ ହୋଇ ବହୁଳ ମାତ୍ରାରେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।